ପୁଣି ବିବାଦ ଭିତରକୁ ଆପଣ କେମିତି କଣ ଏସବୁ ଜିନିଷକୁ ମ୍ୟାନେଜ କରିବେ? ନମସ୍କାର। ବିବାଦ ଆଉ ମୃତ୍ୟୁ ଯେତେବେଳେ ଆସେ କହିକି ଆସେନି, ବିପଦ ବି ସେମିତି। ଏଟା ଆପଣଙ୍କ ପାଇଁ ବିବାଦ ହେଇପାରେ, ଏଟା ମୋ ପାଇଁ ଗୋଟେ ବିପଦ। ଏଟା ମଧ୍ୟ ବି ନ କହିକି ଆସିଛି। ମୁଁ ଆଶା କରିବା କେମିତି ସୁରୁଖୁରୁରେ ସମାଧାନ ହେଇଯିବ, ଲିଙ୍ଗରିଂ ନ ହବ। ମ୍ୟାଟର ତ କୋର୍ଟରେ। ହଁ, ବିଚାର ତ ସବୁରି ଶେଷରେ ସେ କୋର୍ଟରେ ହିଁ ହୁଏ। ତେଣୁ ଯେହେତୁ ବାବୁ ଆଇନର ଆଶ୍ରୟ ନେଇଛନ୍ତି, ଆଉ ନ୍ୟାୟପାଳିକା ଉପରେ ମୋର ମଧ୍ୟ ଭରସା ଅଛି, ଯାହା ହବ ଠିକ ହବ। ଏବେ ପୁଣି କିଛି ସମାଧାନର ବାଟ ଅଛି ନା ନାଇଁ ଯାହା କୋର୍ଟ କହିବେ? ସମାଧାନର ବାଟ ହଉ କଣ, ଯୋଉଟା ଠିକ ସେଇଟା ହିଁ ବିଚାର ହବ। ଯେହେତୁ ବିଚାରାଳୟର କଥା ଅଛି, ଯୋଉଟା ଠିକ ସେଇଟା ହିଁ ବିଚାର ହବ। ଆପଣ ପାଇଲେଣି, ନୋଟିସ ପାଇଲେଣି ବା କୋର୍ଟରୁ ଯୋଉ ଅର୍ଡର ଆସିଛି ଆପଣଙ୍କୁ? ନାଇଁ, ନୋଟିସ ପାଇନି। ତାହେଲେ କଣ କରିବେ ପୁଣି? ନୋଟିସ ପାଇବା ଯେ ଅପେକ୍ଷା କରିବା। ମଞ୍ଚରେ ରହିବେ? ଗଲାକାଲି ରାତିରେ ତ ମୁଁ ମଞ୍ଚସ୍ଥ କଲି ନାଟକ, କାହିଁକି ନା ମୁଁ ପେପରଟି ପାଇନଥିଲି, ନୋଟିସଟି ପାଇନଥିଲି। ଯଦି ନୋଟିସଟି ମିଳିଯାଏ ତାହେଲେ ଆଉ ଯାତ୍ରା କରିବାଟା ଭୁଲ ହେଇଯିବ। ଆପଣ ଆଗରୁ ବି କହିଥିଲେ ଯେ କଣ୍ଟ୍ରାକ୍ଟ ତ ଥିଲା 26 ରୁ 30 ପର୍ଯ୍ୟନ୍ତ ସିଂହବାହିନୀ ସହିତ, ପୁଣି ଏମିତି ଗୋଟେ ନୋଟିସ। ବହୁତ କଥା ଆଜ୍ଞା ଆ ଭିତରେ ରହିଯାଇଛି। ତେଣୁ ଯାହା ଘଟି ଯାଇଛି, କିଏ କହିଛି, କଣ କହିଛି, ଆଉ ତାକୁ ନ ଧରିକି କେମିତି ଏ ଛୋଟିଆ କଥାର ସମାଧାନଟା ହେଇଗଲେ ବହୁତ ଭଲ ହବ। ସୂର୍ଯ୍ୟ ମନ୍ଦିର ଯୋଉ କହୁଛନ୍ତି ଯେ ଗୋଟେ କଣ୍ଟ୍ରାକ୍ଟ ଥିଲା ବୋଲି, ଆକ୍ଚୁଆଲି କଣ୍ଟ୍ରାକ୍ଟ କଣ ଥିଲା? ମୁଖ୍ୟ କଥା ହଉଛି କଣ ନା, ଆଜି ଯାଏ ବହୁତ କିଛି ମାନେ ପେପର ଆସିକି ସୋସିଆଲ ମିଡିଆରେ ଅଛି, ବିଗତ ଦିନରୁ ନେଇକି ଆଜି ପର୍ଯ୍ୟନ୍ତ ବହୁତ ପେପର ସାର୍ବଜନୀନ ହେଇପାରିଲା, କିନ୍ତୁ ସେ ଏଗ୍ରିମେଣ୍ଟ ପେପରଟି ସାର୍ବଜନୀନ ହେଇପାରିଲାନି। ଯୋଉଟା 2 ବର୍ଷ ପାଇଁ ଚୁକ୍ତି ଥିଲା, ସେଇଟା ସାର୍ବଜନୀନ ହେଇପାରୁନି। ଯଦି ଥିବ ତାହେଲେ ଯଦି ଏତେ ସବୁ ଜିନିଷ ସାର୍ବଜନୀନ ହେଇପାରୁଛି, ଆଉ ସେଥିରେ ଆଉ କଣ ଅଛି? ଟିକେ ବିସ୍ତୃତ ଭାବରେ କହିବେ କି ଏଗ୍ରିମେଣ୍ଟ କଣ ଥିଲା, କେତେ ବର୍ଷ ପାଇଁ ଥିଲା, ଏବଂ ସେ ଚୁକ୍ତି ଠିକରେ ଆପଣ ପାଳନ କରୁଛନ୍ତି ନା ଖିଲାପ ହେଇଗଲା? ସେ ବିଷୟରେ କହିବାରେ କିଛି ନାହିଁ, କହି ହେଇଥାନ୍ତା, କିନ୍ତୁ ଯେହେତୁ ମାଲିକ ଆଇନର ଆଶ୍ରୟ ନେଇଛନ୍ତି, ତେଣୁ ମୋର ଦୃଢ ବିଶ୍ୱାସ ଆଇନ ଉପରେ ମଧ୍ୟ ଅଛି, ନିହାତି ଧର୍ମର ଜୟ ହବ। କିନ୍ତୁ କ୍ୟାରିୟରରେ ଗୋଟେ ବର୍ତ୍ତମାନ କମା ଲାଗିଯାଇଛି, ହୁଏତ ଫୁଲଷ୍ଟପ୍ ଲାଗିଯାଇପାରେ। ନା, ମୁଁ ସେମିତି କିଛି ଗୋଟେ ବିଶେଷ ଅପରାଧ କରିନି କି ଯାହା ପାଇଁ ମତେ ମଞ୍ଚଠୁ ଦୂରେଇ ଯିବାକୁ ପଡେ। ଭୁଲ ମଣିଷ କରନ୍ତି, ସମସ୍ତେ ଭୁଲ କରନ୍ତି। ହଁ, ଭୁଲ ହେଇଛି, ହେଇପାରେ ମୋ ତରଫରୁ ହେଇପାରେ ତାଙ୍କ ତରଫରୁ ହେଇପାରେ, କିନ୍ତୁ ଭୁଲ ହେଇଛି ତ ଭୁଲଟାକୁ ସମାଧାନ କରାଯିବ, ତା ମାନେ ନୁହେଁ ଯେ ମଞ୍ଚଠୁ ଦୂରେଇ ଯିବ। ଏଇଟା ଭୁଲ ନା ଭୁଲ ବୁଝାମଣା? ଭୁଲ ବୁଝାମଣା ଯାହା ବି ଆମେ କହିପାରିବୁ, ସମାଧାନ ହେଇପାରିବ। ଦୁନିଆରେ ମୁଁ ପଣିଆକୁ ଛାଡିଦେଲେ ଏମିତି କୋଉ କଥା ନାହିଁ ଯୋଉଟା ସମାଧାନ ହେଇପାରିବ। ଏ ସବୁ ଆପଣ ପୂର୍ବରୁ ବି ଏଇ ଯୋଉ ମୁଁ ପଣିଆ କଥା କହିଲେ, ଆପଣ ପୂର୍ବରୁ ନିଜ ଭୁଲ ସ୍ୱୀକାର କରିଛନ୍ତି, ଯୋଉଠି ଭୁଲ ଥିଲା ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି ସମସ୍ତଙ୍କ ଆଗରେ, ସେ ଟଙ୍କା ଫେରାଇବା କଥା ହଉ, ଏଇ କ୍ଷେତ୍ରରେ ବି ଆପଣ ସେତିକି ଦୃଢ ଅଛନ୍ତି, ବିଶ୍ୱାସ ଅଛି ଯେ ନାଇଁ ମତେ ବି ଜଷ୍ଟିସ ମିଳିବ? ଆଜ୍ଞା, ଆଇନଟି ହେଇଛି କେବଳ ଲୋକଙ୍କୁ ବଞ୍ଚେଇବା ପାଇଁ, ଏବଂ ସେ ଆଇନ ଉପରେ ଆପଣଙ୍କର ଯେମିତି ବିଶ୍ୱାସ ଅଛି, ମୋର ମଧ୍ୟ ସେମିତି ବିଶ୍ୱାସ। ତେଣୁ ସେ ଅନ୍ଧ ଭାବରେ କିଛି କହିବା ଅପେକ୍ଷା ବରଂ ସେ ଆଇନକୁ ଅପେକ୍ଷା କରିବା, ଆଇନ କୋଉ ରାସ୍ତା ଦେଇକି ଯାଉଛି ସେଇଟା ମୁଁ ଭାବୁଛି ମୋ ମତରେ ଭଲ। ଭୁଲ ଯାହାର ବି ଥାଉଛି ତାକୁ ମାନିଦବା ଉଚିତ, ମାନି ନବା ଉଚିତ। ହଁ, ଆଜି ଦେଖନ୍ତୁ ଦେଶ ବିଦେଶ, ରୁଷିଆ ୟୁକ୍ରେନ ଯୁଦ୍ଧ ହଉ, ଯାହା ହଉ, କି ଯେତିକି ବଡ ବଡ ସବୁ କାଣ୍ଡ ଘଟିଛି, ସବୁରି ମୂଳରେ ଅହଙ୍କାର ଏବଂ ମୁଁ